24 ବର୍ଷର ସରକାର ବଦଳିଲା ପରେ ଧୀରେ ଧୀରେ କେଳେଙ୍କାରୀର ଗୁମର ଖୋଲିବାକୁ ଲାଗିଛି, ଯାହାକି ଆମ ନଜରକୁ ଆସିଛି ବନ୍ଦାଳ ଏଣ୍ଡରପଦା ରାସ୍ତା, ଯେଉଁଠିକି କୋଟି କୋଟି ଟଙ୍କା ହରିଲୁଟ ହେବା ସତ୍ତ୍ୱେ ରାସ୍ତା ଖାଲ ଖମାରେ ଭରପୁର ରହିଛି। ଆଣ୍ଠିଏ ଆଣ୍ଠିଏ ପାଣି ଜମୁଛି। ସ୍କୁଲ ପିଲା ଗଲାବେଳେ ପଢୁଛନ୍ତି, କ୍ଷତ ବିକ୍ଷତ ମଧ୍ୟ ହେଉଛନ୍ତି। ଆଉ ରାତ୍ରିରେ ଯାଉଥିବା ଲୋକମାନେ ବା ନୂଆ ଲୋକମାନେ ବା ଯାତ୍ରୀମାନେ ପଡ଼ିକିରି ମଧ୍ୟ ଖଣ୍ଡିଆ ଖାବରା ହେଉଛନ୍ତି। ଏହାକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କର ମତାମତ ନେବା। କଣ କହିବେ ଆଜ୍ଞା? ଏଇ ଯୋଉ ବନ୍ଦାଳ ଏଣ୍ଡରପଦା ରାସ୍ତା କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି, କିନ୍ତୁ ରାସ୍ତାର ସୁଧାର କିଛି ଆସିନି, ସେ ନେଇ କଣ କହିବେ? କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି, ରାସ୍ତା କିଛି କାମ ହয়নি, ଖାଲି 10 ଗୁଣ୍ଡ ପକେଇ ପଇସା ହଲୁଟ କରି ଖାଇଛନ୍ତି, କିଛି କାର୍ଯ୍ୟ ହଉନି। ଆଜି 25 ବର୍ଷ ହେଲା କାର୍ଯ୍ୟ କିଛି 10 ଗୁଣ୍ଡ ପିଚୁ ଥିଲା ଆମର ଭଲ, ଟାଣିକି 10 ଗୁଣ୍ଡ ପକେଇ ଖାଇ ପିଲା ସ୍କୁଲ ପିଲା ପଡ଼ି ଗୋଡ଼ ହାତ ଖଣ୍ଡିଆ, ଗତାଗତ କରିପାରନ୍ତି, ପାଣି ଯାଉ ଆଣ୍ଠିଏ ଜମୁଛି, ସାଇକେଲ ପଡ଼ି ଆଣ୍ଠୁ ଗଣ୍ଠି ଖଣ୍ଡିଆ, ସ୍କୁଲ ବର୍ତ୍ତମାନ ଯାଇପାରୁନାହାନ୍ତି ପିଲା ଛୁଆ, ବର୍ଷା ଦିନେ ବିଲକୁ ଯାଇପାରୁନାହାନ୍ତି। ଯାହାକି କହୁଥିଲେ ଏଇ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଅଛି। ଏଇ ପୂର୍ତ୍ତ ବିଭାଗ ଅଧୀନରେ କେତେ ଆଦେହରେ ଘୋଟାଲା ହେଇଛି, ଏହାକୁ ନେଇ ଗ୍ରାମବାସୀ ମାନଙ୍କର ମଧ୍ୟ ଆମେ ମତାମତ ନବା। କଣ କହିବେ ଏଇ ଯୋଉ ରାସ୍ତା ହେଇଛି ଆଦେହରେ କଣ କେମିତି ହେଇଛି? ରାସ୍ତା ସାରେ ଭଲ ଥିଲା। ଆମର ଏଇ ଯୋଉ ରାସ୍ତାକୁ କହିଲେ ଆମେ ପିଚୁ କରିବୁ, ନୂତନ ଉଦ୍ଧାର କରିବୁ। ଆମର ରାସ୍ତାଟାକୁ ତାଢି ଦେଇକିନି କହିଲେ ଆମେ ତୁରନ୍ତ ପିଚୁ କରିଦେବୁ। ଆର ବର୍ଷ ବି କହିଲେ ଆମର ମାସକ ଭିତରେ ରାସ୍ତା କମ୍ପ୍ଲିଟ ହେଇଯିବ। ଦେଖିଲା ବେଳକୁ ରାସ୍ତା ତାଢି ଦେଲେ, କହିଲେ ଆମେ ରୋଲିଂ କରିବୁ, ରୋଲିଂ କଲେନି କି ପାଣି ପକେଇଲେନି, ଡଷ୍ଟ ଦୁନିଆ ଉଡ଼ିଲା। ଆମେ ବି କମ୍ପ୍ଲେନ କରିଛୁ ଗାଡ଼ି ମଟର ଗଲା ପରେ। ତାପରେ ଅବିକା ଦେଖନ୍ତୁ, ଆର ବର୍ଷ ପକେଇଲେ 10 ଲକ୍ଷ ଟଙ୍କା ଆଇଲା, ଯୋଉ ଆମର ରିପାରିଂ କହିଲେ ରୋଲିଂ ହବ, ଇଏ ହବ, କିଛି ନାହିଁ, ଖାଲି ଗଣ୍ଡା ଚିଞ୍ଚି ଦେଇକି କାମ ସାରିଦେଲେ। ଅବସ୍ଥା ରାସ୍ତାର ଶୋଚନୀୟ, ଛୁଆ ପିଲା ବି ଯାଇପାରୁନାହାନ୍ତି। ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ରିପାରିଂ ବାବଦରେ କୋଟି କୋଟି ଟଙ୍କା ଏଠି ଖର୍ଚ୍ଚ ହେଉଛି, କିନ୍ତୁ ରାସ୍ତାର ଅବସ୍ଥା ପୂର୍ବ ପରି ଯାହା ସେୟା, ତା ଦେହରେ କିଛି ସୁଧାର ଆସୁନି। ଏହାକୁ ନେଇ ଆଉ ଜଣେ ଆମର ଅଛନ୍ତି ଗ୍ରାମବାସୀ, ତାଙ୍କର ମତାମତ ନବା। କଣ କହିବେ? ଯଦି ସରକାର ଆକୁ ତଦନ୍ତ କରନ୍ତି, ଇଏ ସବୁ ଆଙ୍କର ଗୁମର ସବୁ ପଦାରେ ପଡନ୍ତା। କିନ୍ତୁ ସରକାରଙ୍କୁ ଅନୁରୋଧ, ତୁରନ୍ତ ଆକୁ ଗୁମର ପଦା ଖୋଲୁ। କୋଟି କୋଟି ଟଙ୍କା ଯୋଉ ବର୍ବାଦ ହେଇଛି। ଏ ରାସ୍ତା କେବେ ତିଆରି ହେଇଥିଲା? ଏ ରାସ୍ତା 1947 24 ଭିତରେ ରାସ୍ତା ଅବସ୍ଥା ହଉଛି ଏଇଆ। ସରକାର ରହିଲା, ବିଜେଡି ଗଭର୍ଣ୍ଣମେଣ୍ଟ ରହିଲା 25 ବର୍ଷ। ଆଚ୍ଛା, 25 ବର୍ଷ ନବୀନ ବାବୁ ସବୁବେଳେ ଡିଣ୍ଡିଓ ପିଟୁଛନ୍ତି, ତମେ ଖୁସ ତ ଆମେ ଖୁସ। କଣ ଆମେ ଖୁସି ହେଲୁ ଏଥିରେ? ଆମ ରାସ୍ତା ତ ଯାଇପାରୁନି, ଆମେ ତ ନିଜେ ତ ଯାତାୟାତ କରିପାରୁନୁ ନା। ଏନ୍ଏଚ୍ କୁ ଜମା 4 କିଲୋମିଟର। ଆଉ ସେଇ 4 କିଲୋମିଟର ସେଇ ଯୋଉ ଅବସ୍ଥା ହେଇଛି, ଏଥିରେ ଲୋକ ଘରୁ ବି ପଦାକୁ ବାହାରି ପାରୁନାହାନ୍ତି। ଆଉ ସରକାର ଡିଣ୍ଡିଓ ପିଟୁଛନ୍ତି, ଆମେ ସବୁ ଉନ୍ନତି କରି ପକେଇଛୁ। କଣ ଉନ୍ନତି କରିଛନ୍ତି 25 ବର୍ଷରେ? यही तो सरकार नीति आउ कौन। तेज बीजेपी गवर्नमेंट अच्छी आम अनुरोध करुचु, जदि किसी से अनुदान किसी दिखते रास्ता सुधार रूपे हो जाता। जहाँ कहते ग्रामवासी आशावादी अच्छा, नूतन भाव दायित्व नहीं विधायक अमरनायक महोदय को से निवेदन करिसेंती जे रास्तार मरामती करंतु एवं सुधार आणंतु। आम खबर प्रसारण पर स्थानीय प्रशासन की पदक्षेप नौची ता देखा बाकी रहा। जाजपुर बड़चणार विमल बेहरा, फोकस प्लस।